ଏହି ଭିडिଓରେ ଆମେ ଦେଖିବା कि ସତରେ କ'ଣ ଘର୍ଷଣ ବଳ ଆମ ପାଇଁ ଜରୁରୀ ଅଟେ ଏବଂ ଏହି ଘର୍ଷଣ ବଳକୁ ଆମେ କିପରି ବଢ଼ାଇବା ବା କମାଇବା ଆମେ ସେହି ବିଷୟରେ ପଢ଼ିବା। ଏବେ ଚାଲ ଦେଖିବା कि ଘର୍ଷଣ ବଳ କ'ଣ। ମନେକର ଆମ ପାଖରେ ଦୁଇଟି ବସ୍ତୁ ଅଛି A ଆଉ B। ଯେତେବେଳେ A ଉପରେ B ଗତି କରିବ ସେଠାରେ କ'ଣ ହେବ ନା ଆପେକ୍ଷିକ ଗତି ହେବ ଏବଂ ଯଦି ତୁମେ ମାଇକ୍ରୋସ୍କୋପ ଲେବୁଲରେ ତାକୁ ଦେଖିବ ତାହେଲେ ସେହି ପୃଷ୍ଠ ତୁମକୁ ଏହିଭଳି ଆବୁଡ଼ା ଖାବୁଡ଼ା ବା ଅମସୃଣ ଦେଖାଯିବ ଏବଂ ସେଥିପାଇଁ ଗୋଟିକ ଉପରେ ଆଉ ଗୋଟିଏ ଗତି ଗଲାବେଳେ ସେଠି କ'ଣ ହେଉଛି ନା ଲାଖୁଛି ବା ଘର୍ଷଣ ବଳ କାମ କରୁଛି। ତେଣୁ ଘର୍ଷଣ ବଳ କ'ଣ ନା ଯାହା ଉପରେ ଆଉ ଗୋଟିଏ ବସ୍ତୁକୁ ଆମେ ଯଦି ଗୋଟିଏ ବସ୍ତୁ ଉପରେ ଗତି କରାଇବା ସେଠି କିଛି ଆମକୁ ବାଧା ଆସିବ ବା ସେତେବେଳେ କିଛି ପ୍ରତିରୋଧକ ଆସିବ ଏବଂ ସେତେବେଳେ ଏଇଟା କାମ କରେ ଯେତେବେଳେ ଦୁଇଟି ପୃଷ୍ଠ ପରସ୍ପର ସଂସ୍ପର୍ଶରେ ଆସିବେ। ଯଦି ଏହି ଘର୍ଷଣ ବଳ ଗତିକୁ ଅବରୋଧ କରୁଛି ତାହେଲେ କ'ଣ ପାଇଁ ଆମେ ଏହାକୁ ବ୍ୟବହାର କରୁଛେ ବା କ'ଣ ପାଇଁ ଏହି ଘର୍ଷଣ ବଳ ଆମ ପାଇଁ ଏତେ ଜରୁରୀ ଅଟେ। ଏହାକୁ ଚାଲ ଆମେ ଗୋଟେ ଉଦାହରଣ ସହ ବୁଝିବା। ତୁମେମାନେ କ'ଣ ଭାବୁଛ ବରଫ ଉପରେ ଚାଲିବା ଏତେ ସହଜ ବା ବରଫରେ ଚାଲିବା ସହଜ କି କଷ୍ଟ? ତମ ମନରେ କ'ଣ ପ୍ରଶ୍ନ ଆସୁଛି ଏବଂ ଉତ୍ତର କ'ଣ ଆସୁଛି? ଏଠି ଦେଖ, ତୁମେ ଦେଖିପାରୁଥିବ ଗୋଟେ ଲୋକଟି ସହଜରେ ଚାଲି ପାରିଲାନି, ପଡ଼ିଗଲା। ସେ କାହିଁକି ପଡ଼ିଲା ନା ତା ପାଦ ଖସି ଯାଉଛି। ତାହେଲେ ଘର୍ଷଣ ବଳ କ'ଣ? ଏହା ପାଇଁ ଆମକୁ କ'ଣ କରିବାକୁ ପଡ଼ିବ? ଏହା ଆମକୁ କିପରି ସାହାଯ୍ୟ କରେ? ଏବେ ଚାଲ ଆମେ ସେ ବିଷୟରେ ଦେଖିବା। ଏଠାରେ ଲୋକଟିର ପାଦ ଖସୁଛି କାରଣ ଏଠାରେ ପୃଷ୍ଠତଳଟି ମସୃଣ ଅଛି ଏବଂ ଗୋଟିଏ ପତଳା ସ୍ତରର ଜଳ ଏଠାରେ ଘର୍ଷଣକୁ କମାଇ ଦେଉଛି। ଏହି ଘର୍ଷଣ ବଳ ଏଠି କମିଯିବା ହେତୁ ଲୋକଟି ଚାଲି ପାରୁନି ଏବଂ ଏହିଭଳି ସେ ପଡ଼ିଗଲା। ଏଇଠି ଗୋଟିଏ ବଡ଼ ପ୍ରଶ୍ନ ଆମ ମନରେ ଆସୁଛି, କିପରି ଘର୍ଷଣ ଆମକୁ ଚାଲିବାରେ ସାହାଯ୍ୟ କରୁଛି ବା ଏହି ଘର୍ଷଣ ଦ୍ୱାରା ଆମେ କିପରି ଚାଲୁଛେ। ଉଦାହରଣଟିଏ ନେବା। ଯେତେବେଳେ ଆମେ ଚାଲୁଛେ ସେତେବେଳେ କ'ଣ ହେଉଛି ନା ଭୂମିକୁ ଗୋଟିଏ ପଛୁଆ ବଳ ଆମେ ଦେଉଛେ ବା ବ୍ୟାକୱାର୍ଡ ଫୋର୍ସ ଆମେ ଗୋଟେ ଦେଉଛେ। ନ୍ୟୁଟନଙ୍କର ତୃତୀୟ ଗତି ଜାଣିଥିବ, ସେ ନିୟମରେ ଆମେ କ'ଣ ପଢ଼ିଥିଲେ ନା ନ୍ୟୁଟନଙ୍କର ତୃତୀୟ ଗତି ନିୟମ ହିସାବରେ ସେଠାରେ ସେହି ସମାନ ଆଉ ବିପରୀତ ପ୍ରତିକ୍ରିୟା ମଧ୍ୟ ଭୂମି ଆମକୁ ଦେଉଛି। ତା ମାନେ ସେ ମଧ୍ୟ ଗୋଟେ ସମାନ ଆଉ ବିପରୀତ ବଳ ଆମ ଉପରେ ପ୍ରୟୋଗ କରୁଛି ଯାହାଦ୍ୱାରା ଆମେ ଚାଲିପାରୁଛେ ବା ଯାହାକି ଆମକୁ ଚାଲିବାରେ ସାହାଯ୍ୟ କରୁଛି। ତେଣୁ ଯଦି ଘର୍ଷଣ ନଥାନ୍ତା ତେବେ ଆମେ ଭୂମିରେ ପାଦଟିଏ ବି ରଖିପାରି ନଥାନ୍ତେ, ବଳ ପ୍ରୟୋଗ କରିବା ତ ଦୂରର କଥା। ତେଣୁ ଏଠାରେ ଆମେ କ'ଣ ଦେଖିଲେ, ଏହି ଘର୍ଷଣ ଆମ ପାଦଟିକୁ ଭୂମି ଉପରେ ରଖିବା ପାଇଁ ଦେଇଥାଏ ବା ସାହାଯ୍ୟ କରିଥାଏ ଏବଂ ପାଦ ଭୂମି ଉପରେ ଗୋଟେ ପଛୁଆ ବଳ ପ୍ରୟୋଗ କରିଥାଏ। ତାର ପ୍ରତିକ୍ରିୟାରେ ଭୂମି ମଧ୍ୟ ପାଦ ଉପରେ ଗୋଟେ ବଳ ପ୍ରୟୋଗ କରିଥାଏ ଯାହା ଆମକୁ ଚାଲିବାରେ ସାହାଯ୍ୟ କରେ। ଏବେ ଆମେ ଜାଣିଲେ ଏହି ଘର୍ଷଣ ଆମ ଦୈନନ୍ଦିନ ଜୀବନରେ ଆମକୁ କିପରି ସାହାଯ୍ୟ କରୁଛି। ସେହିପରି ଏବେ ଚାଲ ଆଉ ବହୁତ ସାରା ଉଦାହରଣ ଆମେ ଦେଖିବା। ଏଠି ଦେଖ, ଆମେ ସାଇକେଲରେ ବ୍ରେକ୍ ବ୍ୟବହାର କରୁଛେ। ଯେଉଁଠି କ'ଣ କରୁଛେ, ଆମେ ଯଦି ଦ୍ରୁତ ଗତିରେ ଯାଉଛେ ସାଇକେଲର ବ୍ରେକ୍ ଆମକୁ ସେ ଗତିକୁ ଟିକେ ରୋକି ଦେଉଛି। ଯେତେବେଳେ ଆମେ ବ୍ରେକ୍କୁ ଦବାଉଛେ ଏଠି କ'ଣ ହେଉଛି ନା ଚକାଟି ଘୁରୁଥିଲା ବେଳେ ଗୋଟେ ଘର୍ଷଣ ସୃଷ୍ଟି ହେଉଛି। ସେଥିପାଇଁ এই ଘର୍ଷଣଟା କାହା ଉପରେ ସୃଷ୍ଟି ହେଉଛି ନା ସାଇକେଲରେ ଲାଗିଥିବା ଯେଉଁ ଦୁଇଟା ରବର ଏଠି ଦେଖ ସେଇଥିରେ ହିଁ ସୃଷ୍ଟି ହେଉଛି, ଯାହାଦ୍ୱାରା ସେ କ'ଣ କରୁଛି ନା ଚକାକୁ ରୋକି ଦେଉଛି। ସେଇଥିପାଇଁ ସାଇକେଲର ଗତି ଏଠି ବନ୍ଦ ହେଇଯାଉଛି। ଘର ତିଆରି କଲାବେଳେ ମଧ୍ୟ ଆମେ ଘର୍ଷଣକୁ ବ୍ୟବହାର କରୁଛେ। କେମିତି ନା ଯେତେବେଳେ ଘର୍ଷଣ ଯଦି ନଥାନ୍ତା ଇଟା ଗୁଡ଼ିକ ପରସ୍ପର ଉପରେ ଏମିତି ଲାଗିକି ରୁହନ୍ତାନି, ଖସିଯାଆନ୍ତା। ଆଉ ଗୋଟେ ଉଦାହରଣ ହେଲା, ଆମେ ଯେତେବେଳେ ପେପରରେ କିଛି ଲେଖୁଛେ ବା ଲେଖୁଛେ କିପରି ଏହି ଘର୍ଷଣ ପାଇଁ ସମ୍ଭବ ହେଉଛି। ଏହା ପେପର ଆଉ ପେନ୍ର ପୃଷ୍ଠରେ ଗୋଟେ ଯେଉଁ ପେନ୍ର ମୁନରେ ଗୋଟେ ଘର୍ଷଣ ବଳ ସୃଷ୍ଟି ପାଇଁକି ଆମେ ଲେଖିପାରୁଛେ। ଏଠି ଯଦି ଆମର ଗୋଟେ ପୃଷ୍ଠରେ ତେଲ ଲାଗିଥାନ୍ତା ତାହେଲେ ଆମେ କ'ଣ କରିଥାନ୍ତେ ବା ପେପରରେ ଯଦି ତେଲ ଲାଗିଥାନ୍ତା ଆମେ ସେଇ ପେପରରେ କେବେ ବି ଲେଖିପାରିଥାନ୍ତେ କି? କେବେ ବି ଲେଖିପାରିନଥାନ୍ତେ। କାହିଁକି ନା ଆମେ ଜାଣିଛେ ତେଲ ଘର୍ଷଣକୁ କମାଇଥାଏ, ଯାହାଦ୍ୱାରା ଆମେ ଭଲ ଭାବରେ କେବେ ବି ଲେଖିପାରିନଥାନ୍ତେ। ତାହେଲେ ଏହିସବୁ ଉଦାହରଣରୁ ଆମେ ଦେଖିଲେ କି ଏହି ଘର୍ଷଣ ଆମ ପାଇଁ କେତେ ଜରୁରୀ ଅଟେ। ଏବେ ଚାଲ ଆଉ ଏକ ଉଦାହରଣ ଦେଖିବା। ଆମେ ଏଠି ଦୁଇଟା ଟାୟାର ନେଇଛେ, ଗୋଟେ ନୂଆ ଟାୟାର ନେଇଛେ, ଗୋଟେ ପୁରୁଣା ଟାୟାର ନେଇଛେ। ତୁମେ ଭଲ ଭାବରେ ଦେଖିପାରୁଥିବ ଏଠାରେ ଯେଉଁ ଖାଲ ଖାଲ ଅଛି ବା ତାକୁ ଗ୍ରୁପ୍ ବୋଲି କହନ୍ତି ଏବଂ ସୂତା ବାହାରିଛି କେଉଁଥିରେ ନା ନୂଆ ଟାୟାରରେ। କିନ୍ତୁ ପୁରୁଣା ଟାୟାରଟା କ'ଣ ନା ବହୁତ ମାନେ ପୁରା ପ୍ଲେନ୍ ଅଛି। ଟାୟାର ଯେତେବେଳେ ପୁରୁଣା ହେଇଯାଏ, ଗାଡ଼ି ଯେତେବେଳେ ଚାଲେ ଧୀରେ ଧୀରେ ଟାୟାରଟା କ'ଣ ହେଇଯାଏ ନା ସରିଯାଏ, ଯାହାଦ୍ୱାରା ଏଇ ଯେଉଁ ଖାଲ ଖାଲ ହେଇଯାଏ ତା ପ୍ଲେନ୍ ହେଇଯାଏ। ସୂତା ସୂତା ଟାଇପ୍ର ଯେଉଁ ବାହାରିଥାଏ ମୁନିଆ ମୁନିଆ ତାହା ବି ସରିଯାଏ। ତାହେଲେ ଦିନକୁ ଦିନ ଘର୍ଷଣ କମ୍ ହେଲେ କ'ଣ ହେବ, ଘର୍ଷଣ ବଢ଼ିଲେ ବା ଯଦି ଟାୟାରଟି ଗଡ଼ୁଛି ତାହେଲେ କ'ଣ ହେବ ନା ଏଇସବୁ ଚକା ପ୍ଲେନ୍ ହେଇଯାଏ।
ताहले चक्का जदि प्लेन हो कौन हो ना दिनकू दिन घर्षण बल कमिज से आम बेले बेले नुआ टायर आम पकड़ा पड़ता है पुराणा को बदलवा पड़ था ताले ये हूँ घर्षण गोटे उदाहरण। यही घर्षण अपकारिता बहुत अच्छे कौन से अपकारिता चलो देखा। यही घर्षण को आम केतबेले भल उपाय व्यवहार करे केतबेले यही घर्षण आम खराब हो जाए। आम ये दुईटी उदाहरण देखा गोटे भल आ गोटे खराब उदाहरण देखा। एठी आम दियासिली काठीटी को जलाऊे ताले से निआं लगुच ताले जलिबा ये किए साहाय्य कला ना घर्षण। यही परिस्थिति रे घर्षण आम भल कारण आमको दियासिली काठीटी को निआं लगेबार आमर दरकार थिला से आमको साहाय्य कला। किंतु देखिबो बेले बेले अंतरिक्ष यान तले पृथ्वीर वायुमंडल को प्रवेश करुची पृथ्वीर वायुमंडल घर्षण सृष्टि होगा जो सेठारे बहुत सारा ताप उत्पन्न होउची एवं सही समय रे घर्षण आम इच्छा अनुसार होई न थाए कहीं यह आम अंतरिक्ष यानर कैप्सूल संरचना को बा स्ट्रक्चर को प्रभावित करें। ताले ताप सृष्टि होबार कारण हेउची जेतेबेले दुईटी पृष्ठ घसी हेबे सेमानकर आबुडा खाबुडा पृष्ठ घसी हेबो एवं प्रतिरोधक सेमानकर यांत्रिक शक्ति को तापज शक्ति रे रूपांतरित करदेबो। ताले एबे चला आमे देखिबा कि किपरि आमे घर्षण बल को बढ़ाइबा बा कमाइबा। ताले किपरि बढ़ाइबा देखिबा प्रथमे किपरि आमे बढ़ाई परिबा ना प्रथम डेला पृष्ठ को अमसृण करबा। अमसृण हेले अणु अणु मध्य संस्पर्श बढ़िबो घर्षण बल अधिक हेबो। द्वितीयटी कौन ना आमे गोटे पृष्ठ को जोरे चापिबा मनकर गोटे बही को मु जोरे चापुची सेठी अणु अणु मध्य संस्पर्श बढ़ी जाउची तेणु घर्षण बल बढ़ुची। तृतीयटी कौन ना जदि आमे टायर रे ग्रुप बा खाल खाल भली जदि अधिक संरचना रखिबा ताले सेठी कौन हेबो ना घर्षण सेठी सृष्टि हेबो जहा द्वारा या भूमि को ठेलिबो ताले सेतेबेले घर्षणटा बढ़िबो। तेणु एबे चला आमे देखिबा कि घर्षण को किपरि आमे कमाई परिबा। प्रथमटी कौन ना आमको पृष्ठ को मसृण करिया को पड़िबो। घर्षण बढ़ाइया पई पृष्ठ को कौन अमसृण करुथिले घर्षण को कमाइया पई पृष्ठ को मसृण करिया को पड़िबो ताहले घर्षण जाके कमिबो। द्वितीय रे आमे तेल ग्रीज एवं बहुत सारा तैल जातीय पदार्थ बा लुब्रिकेंट व्यवहार करिबा। यह जेहेतु खसड़ा होई थाए ता घर्षण को कमाई देबो। आउ एक भल उपाय हैला चक्कार बॉल बेरिंग सब लगाइबा। एबे चला आमे किछि परीक्षण करके देखिबा। मो पाखे ये गोटे बाक्स अच्छी या मु गोटे दिगरे भिड़ुची एबे बाक्सटी गति करिवो एवं किछि घर्षण बल सृष्टि हेबो जहाँकि बाक्सर गति को बाधा देव। यही बाक्स को जदि मु गोटे स्प्रिंग बालांस साहाय्य गति कराइबी ना मते गोटे एटी गोटे रीडिंग देखा जिवो सेठी केते बल लागुची सेटा मते देखा जिवो जहाँकि मते घर्षण बल संपर्क में सूचना देव। अधिक रीडिंग माने अधिक घर्षण बल सृष्टि हैला एवं मन कर मु एठिका को न ठेली कौन करी ना एथिरे मु दीटा चक्का लगेदेवी ताले चक्का लगे यदि मु ताको भिड़ीबी एवं स्प्रिंग बालांस रे तार रीडिंगटा देखिबी ताले मते रीडिंगटा बहुत कम देखैबो ता माने एठी घर्षण बल कोन हैला कमी गला। ताले आमे एठी यदि बॉल बेयरिंग लगाउचे कोन हमर घर्षण बल एठी कमी जाउची। तेणु एही सब उपाय रे आमे घर्षण बल को बढ़ाई परिबा किबा कमाई परिबा।